ଶାଶୁ ଘର ଲୋକ ମତେ କମଜୋର ଭାବୁଥିଲେ, କହିଲେ କଣ ନା ଏ ହାଣ୍ଡିଟା ଥରକରେ ଭାଙ୍ଗିକି ଦେଖା। ହେଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ, ଶୁଭ ସନ୍ଧ୍ୟା। ଶାଶୁ ଘରେ ଆଜି ଥିଲା ମୋର ତୃତୀୟ ଦିନ। ବାହାଘର ପରେ କିଛି ରୀତିନୀତି ଥାଏ ଯାହାକୁ ମାନିବାକୁ ପଡିଥାଏ। ସନ୍ଧ୍ୟା ବେଳେ ମତେ କିଛି ଭାଉଜ ମାନେ ମିଶି ନେଇ ଯାଇଥିଲେ ବାହାରକୁ, ମାନେ ଆମ ଦାଣ୍ଡ ଦୁଆରକୁ ବନ୍ଦେଇ ଦେବା ପାଇଁ। ଆଉ ହଁ, ସେଇଠି ଗୋଟେ ମାଟି ହାଣ୍ଡି ମତେ ଦେଇଥିଲେ ଯାହା ଭିତରେ ପାଣି ଥିଲା ଆଉ ତା ଭିତରେ ଗୋଟେ ମୁଦି ଥିଲା। ଆଉ ମତେ କହିଲେ ତା ଭିତରେ ବେଙ୍ଗ ବି ଅଛି। ବାପରେ ବାପ, ମୁଁ ତ ଡରିକି ପୁରା ଛାନିଆ। ହାଣ୍ଡି ଭିତରୁ ମୁଦି ଖୋଜିଲା ପରେ ମତେ କୁହାଯାଇଥିଲା ଏଇ ହାଣ୍ଡିଟା ଗୋଟେ ଥରକରେ ଯେମିତି ପକେଇକି ଭାଙ୍ଗିବୁ। ସେମାନେ ବୋଧେ ଜାଣିନାହାନ୍ତି ମୁଁ କଥାରେ କଥାରେ କେତେ ଲୋକଙ୍କ ପଛ ଫଟେଇଛି। ଆଉ ଏଇ ହାଣ୍ଡି ମୋ ଆଗରେ କଣ? ତାପରେ ମୋ ସାମ୍ନାରେ ଗୋଟେ ଶିଳପୁଆ ଆଣିକି ରଖାଯାଇଥିଲା, କୁହାଯାଇଥିଲା ୟାର ଉପରେ ହାଣ୍ଡିଟା ପକେଇ ଭାଙ୍ଗିବା ପାଇଁ। ଆଚ୍ଛା, ଆପଣ ମାନେ କଣ ଭାବୁଛନ୍ତି ମୁଁ ଥରକରେ ହାଣ୍ଡି ଭାଙ୍ଗି ପାରିବି କି ନାହିଁ? ତାପରେ ମୁଁ ମୋ କମାଲ ଦେଖିବା ପାଇଁ ରେଡି ହେଇଯାଇଥିଲି। ହାଣ୍ଡିଟାକୁ ଟେକିକି ନେଇକି ମନେ ମନେ ଭାବିଥିଲି କଣ କରିବି, ଏଇଟା ମୋ ଇଜ୍ଜତର ସବାଲ। ତାପରେ ମୁଁ ଧରିଥିଲି ଆଉ ଶିଳପୁଆ ଉପରେ ଜୋରସେ ପୁରା ମଚକି ଦେଇଥିଲି। ତାପରେ ହାଣ୍ଡି ଭାଙ୍ଗିକି ସୁହା ଆଉ ଦୀପ ଲିଭି ସୁହା। ମୁଁ କଣ କରିବି, ଦୀପଟା ଆଣି ପାଖରେ ରଖିଥିଲି। दोस्तों, ये तो शुरुआत है, देखो आगे सब क्या क्या होता है। तो अब तक बाय बाय।